ରଦ୍ଦ କରିବାର କ'ଣ ଅଛି? ତେଣୁକରି ରଦ୍ଦ କରିଛନ୍ତି ସ୍ୱାଭାବିକ କଥା। ଆମେ ଯେଉଁମାନେ 4 ଜଣ ସିଟିଂ MLA ଏବଂ ଯେଉଁମାନେ ସିଟିଂ MP ମାନେ ରିଜାଇନ୍ କରିଛନ୍ତି, ମୋ ପାଇଁ ଯେଉଁ ପ୍ରୋସିଜର ଆଡପ୍ଟ କଲେ ଅନ୍ୟମାନଙ୍କୁ ବି ପାଇଁ ସେଇ ପ୍ରୋସିଜର ଆଡପ୍ଟ ହବ। କିନ୍ତୁ ସାର୍ ଯାହା ସେ ସୂଚୀରେ ବା ନୋଟିଫିକେସନ ଉଲ୍ଲେଖ ଅଛି ଯେ ଆପଣ ଯେହେତୁ ପ୍ରାଇମେରୀ ମେମ୍ବରସିପ ବିଜୁ ଜନତା ଦଳର ସ୍ୱେଚ୍ଛାକୃତ ଭାବେ ଭଲେଣ୍ଟରୀ ଭାବେ ଛାଡ଼ିଲେ, ତେଣୁକରି ଏହା ଯୋଉ ନିୟମ ରହିଛି ଅଧିନିୟମ ରହିଛି ତାକୁ ଭାଉଲେଟ କରୁଛି, ଉଲ୍ଲଂଘନ କରୁଛି। ସେଥିପାଇଁ ଆପଣଙ୍କ ନାଁରେ ଅଭିଯୋଗ ଆଣିଲେ ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ତାକୁ ବାଚସ୍ପତି ଗ୍ରହଣ କଲେ। ଆପଣମାନଙ୍କୁ ଡକାଗଲା କିନ୍ତୁ ଆପଣ ଯାଇନଥିଲେ ନିଜ ପକ୍ଷ ରଖିବା ପାଇଁ। ନାଇଁ, ପକ୍ଷ ରଖିବା ପାଇଁ ଯାଇଥିଲି କିନ୍ତୁ ମୋ ଡେରି ହେଇଗଲା, ଯେହେତୁ ମୁଁ ଟିକେ ଅନ୍ୟ କାମରେ ବ୍ୟସ୍ତ ଥିଲି, ଅଲଗା ଅର୍ଜେଣ୍ଟ କାମରେ ବ୍ୟସ୍ତ ଥିଲି। ସେଥିପାଇଁ ମୁଁ ଡେରିରେ ଯାଇକରି ସ୍ପିକରଙ୍କୁ ଭେଟିଛି ଏବଂ ଆମର ଯେଉଁ ଅଛନ୍ତି ସେକ୍ରେଟାରୀ ତାଙ୍କୁ ବି ମୁଁ ଭେଟିଛି, ଗତକାଲି ଭେଟିଛି। ମୁଁ କହିଲି ମୋର ଟିକେ ଅର୍ଜେଣ୍ଟ ମେଡିକାଲ କାମ ଥିଲା, ମୁଁ ପଳେଇ ଯାଇଥିଲି, ଆସିପାରିନଥିଲି, ଏବେ ମୁଁ ଆସିଛି। ସେମାନେ କହିଲେ ଆଉ କିଛି କହିଲେ ନାହିଁ ଆମର ସରିଯାଇଛି। ସେ ମୋର ମତାମତ ନେଲେ ନାହିଁ। ସେମାନେ ମୋର ମତାମତ ନେବା କଥା, କିନ୍ତୁ ମତାମତ ନ ନେଇକିରି ସେମାନେ ୱାନ୍ ସାଇଡେଡ୍ ଡିସିସନ ନେଇଛନ୍ତି। କିନ୍ତୁ ଯୋଉ କଥା କୁହାଯାଉଛି ଯେ 12ଟା ଭିତରେ ଆପଣଙ୍କୁ ସମୟ ଦିଆଯାଇଥିଲା, 12ଟା ଭିତରେ ଆପଣ ପହଞ୍ଚିଥିଲେ? ମୁଁ ଶୁଣନ୍ତୁ, ମୁଁ ଯାଇଥିଲି ମେଡିକାଲ କାମରେ ଯାଇଥିଲି, ତେଣୁକରି ମୋତେ ଆସିବାକୁ ଟିକେ ଲେଟ୍ ହେଲା। କିନ୍ତୁ ଜିନିଷ ହେଲା କ'ଣ, ମାନେ ଆପଣଙ୍କର ଅଫିସିଆଲ ଟାଇମ୍ ତ ରହିଛି 10ଟାରୁ 5ଟା ଯାଏ ନା, ତା ଭିତରେ ତ ମୋତେ ନେବା କଥା, ମୋର ଷ୍ଟେଟମେଣ୍ଟ ନେବା କଥା। କିନ୍ତୁ ଇଣ୍ଟେନସନାଲି ଏମାନେ ନେଲେ ନାହିଁ, ଜାଣି ବୁଝିକରି ନେଲେ ନାହିଁ। ସୁବିଧା ଅସୁବିଧା ତ ମଣିଷର ଥାଏ। ହଠାତ୍ ଯଦି ଦେହ ଅସୁସ୍ଥ ହେଇପଡ଼ିଲା ମୁଁ କ'ଣ କରିଥାନ୍ତି? ମୁଁ ଆଗରୁ ଜଣାଇ ପାରିଲି? ତେଣୁକରି ମୁଁ ଆଉ ଥରେ କହୁଛି, ସେମାନେ ମୋର ପକ୍ଷ ନେବା ଉଚିତ, ମୋଠୁ ଆଉ ଥରେ ଶୁଣିବା ଦରକାର। ମୁଁ ସେଥିପାଇଁ କହୁଛି ଯେ ଏମିତି ଅନସାଇଡେଡ୍ ଡିସିସନ ନ ନେବାଟା ଠିକ୍ ହବ ନାହିଁ, ବର୍ତ୍ତମାନ ଅନସାଇଡେଡ୍ ଡିସିସନ ନେଇଛନ୍ତି। ଯୋଉ ଧରନ୍ତୁ ଆପଣଙ୍କର ସେକ୍ରେଟାରୀ ସ୍ପିକର ଏମାନେ ଅନସାଇଡେଡ୍ ଡିସିସନ ନେଇଛନ୍ତି। ମୋତେ ସ୍କୋପ ଦେବା ଦରକାର, ମୋତେ ସୁଯୋଗ ଦେବା ଦରକାର। କିନ୍ତୁ ସାର୍ ଆପଣ ଭାବୁନାହାନ୍ତି ଯେ ରାଜନୈତିକ କ୍ୟାରିୟର ଇଏ ଗୋଟେ ବଡ ପ୍ରଭାବ ପକେଇବ ବା ଆପଣଙ୍କ ନିର୍ବାଚନ ମଣ୍ଡଳୀ ଗୋଟେ ବଡ ପ୍ରଭାବ ପକେଇବ? କାରଣ ନିର୍ବାଚନ ଆସନ୍ନ ଏବଂ ଆଉ କିଛି ଦିନ ପରେ ନିର୍ବାଚନ ମଧ୍ୟ ହବାକୁ ଯାଉଛି। ସେ ସମୟରେ ଆପଣଙ୍କ ବିଧାୟକ ପଦକୁ ରଦ୍ଦ କରାଯାଉଛି। କିଛି ଏହାର ପ୍ରଭାବ ପଡ଼ିବ ନାହିଁ, କାରଣ ଯେହେତୁ ତ ବିଧାୟକ ଲଢ଼ିବା ଖେଳ, ତ ବିଧାୟକ ପଦରେ ଇସ୍ତଫା ଦେବାକୁ ହିଁ ପଡ଼ିଥାନ୍ତା। ନଦେଲେ ଆପଣ କେମିତି ଲଢ଼ିବେ? ତେଣୁକରି ଏଇଟା ଗୋଟେ ରୁଟିନ ୱାର୍କ, ସଚରାଚର ସବୁଥର ସବୁବେଳେ ଏମିତି ହୁଏ। ଏଟା ମୋ ପାଇଁ ନୂଆ ନୁହେଁ, ସମସ୍ତଙ୍କ ପାଇଁ ନିୟମଟା ଲାଗୁ ଅଛି। କିନ୍ତୁ ତା ସତ୍ତ୍ୱେ ମଧ୍ୟ ମୋର ପକ୍ଷ ଶୁଣିବାର ଥିଲା, ଗଭର୍ଣ୍ଣମେଣ୍ଟର ମୋ ପକ୍ଷ ଶୁଣିବାର ଥିଲା, କିନ୍ତୁ ଗଭର୍ଣ୍ଣମେଣ୍ଟ ଶୁଣିଲା ନାହିଁ। ମୋତେ ସମୟ ଦେବା କଥା, ସମୟ ଦେବା ଦରକାର। କିନ୍ତୁ ଇଏ ଯୋଉ ମୁଁ ଯେହେତୁ ଗୋଟେ ଦଳରେ ଥିଲି, ସେ ଗୋଟେ ଦଳକୁ ଆସିଲି, ସେ ହିସାବରେ ସେ ଯୋଉ ରଦ୍ଦ କରିବା କଥା କରିଛନ୍ତି, କିନ୍ତୁ ମୋର ମତାମତ ନେଇକି ରଦ୍ଦ କଲେ ଭଲ ହୁଅନ୍ତା। ନାଇଁ, କଥାଟା କହୁଛି, ଏଇଟା ଗୋଟେ ଇଏ ନୁହେଁ କି ଆକ୍ରୋଶ ନୁହେଁ କି? ସେମାନେ କମ ସେ କମ ମାନେ ଗୋଟେ ପକ୍ଷ ରଖିବା ପାଇଁ ଗୋଟେ ଦିନ ଭିତରେ ସରିଯାଏ ସବୁ। ଯେତେ ହାଇକୋର୍ଟରେ, ସୁପ୍ରିମକୋର୍ଟରେ କିମ୍ବା ତଳ କୋର୍ଟରେ ମାମଲା ଯାଏ, ବାରମ୍ବାର ସମୟ ତାଙ୍କୁ ଦିଆଯାଏ। ତ ଏମିତି ତ ସମୟ ଦେବା କଥା, ସମୟ ଦେଲେ ନାହିଁ, ସାଙ୍ଗେ ସାଙ୍ଗେ ତରବରିଆ ହେଇକିରି ଘୋଷଣା କରିଦେଲେ। କାଳେ ୟା ପ୍ରଭାବରେ ମୁଁ ଯୋଉ ଛିଡା ହଉଛି ଯୋଉ ନିର୍ବାଚନ ମଣ୍ଡଳୀରେ ଗୋଟେ ଖରାପ ପ୍ରଭାବ ପଡିବ। ଲୋକ ଖରାପ ପ୍ରଭାବ ଆଦୌ ପଡିବ ନାହିଁ, କିନ୍ତୁ ସେମାନେ ଆଉ ଥରେ ମୋତେ ସୁଯୋଗ ଦିଅନ୍ତୁ, ମୁଁ ମୋର ପକ୍ଷ ରଖିବି। ସେଠି କରିଥାଇପାରେ, ନ କରିଲେ ମୋତେ କାହିଁ ସୁଯୋଗ ଦେଲେନି? ଆଉ ଥରେ ସୁଯୋଗ ଦେବା କଥା। ମୁଁ କହିଲେ ମୋତେ ଟିକେ ବିଳମ୍ବ ହେଇଗଲା, ସେତେ ସେକ୍ରେଟାରୀ ଥିଲେ, ସ୍ପିକର ଥିଲେ, ସେ ମୋତେ ଦେଇପାରିଥାନ୍ତା। ମୁଁ ଉଭୟଙ୍କୁ ଭେଟିଲି, କ'ଣ ପାଇଁ ଦେଲେ ନାହିଁ? ତେଣୁକରି ସେମାନେ ଆଉ ଥରେ ନୋଟିଫିକେସନ ଜାରି କରନ୍ତୁ, ଆଉ ଥରେ ମୋତେ ସୁଯୋଗ ଦିଅନ୍ତୁ, ମୋତେ ପକ୍ଷ ରଖିବାର ସୁଯୋଗ ଦେବା ଦରକାର।